ଏହି ଶୀତରେ ମାଆ ମାନଙ୍କର ସବୁଠୁ ବଡ଼ ଟେନସନ୍ ସକାଳୁ ସକାଳୁ ଉଠିକି କେମିତି ଟିଫିନ୍ ବକ୍ସ ବନେଇବା ଆଉ ଯେମିତି ଜଲ୍ଦି ଜଲ୍ଦିରେ ମାତ୍ର ଅଳ୍ପ ସମୟ ଭିତରେ ଟିଫିନ୍ ବକ୍ସଟି ରେଡ଼ି ହୋଇପାରୁଥିବ। ତା ସହିତ ଟିଫିନ୍ଟି ଟେଷ୍ଟି ହେବା ସହିତ ହେଲ୍ଦି ମଧ୍ୟ ହୋଇଥିବ। ତେବେ ଚାଲନ୍ତୁ ରେସିପିଟିକୁ ଷ୍ଟାର୍ଟ କରିବା। ପ୍ରଥମେ ମୁଁ 100 ଗ୍ରାମର ଦହି ନେଇଯାଇଛି, ତା ସହିତ 100 ଗ୍ରାମର ମଧ୍ୟ ସୁଜି ନେଇଯାଇଛି। ଏଠି ଆପଣମାନେ ଚାହିଁଲେ ସୁଜିର କ୍ୱାଣ୍ଟିଟି ମଧ୍ୟ ଅଧିକ ରଖିପାରନ୍ତି। ତାପରେ ମୁଁ ସେଥିରେ ଅଳ୍ପ କିଛି ପାଣି ଦେଇ ଏମିତି ବହଳିଆ ବେଟରଟେ ବନେଇ ନେଇଛି। ବେଟରଟି ବେଶୀ ପତଳା କରିବେନି କି ବେଶୀ ଗାଢ଼ା ମଧ୍ୟ କରିବେନି। ତାପରେ ଆମେ ତାକୁ ରେଷ୍ଟ ଦେବା 5 ରୁ 10 ମିନିଟ୍ ପାଇଁ ଢାଙ୍କିକି ରେଡ଼ି କରିନେବା। ଏବେ ପରିବାକୁ ମୁଁ ସବୁ ଛଡ଼େଇ ନେଇଛି, ଗାଜର ଆଳୁ ତାର ଚୋପା ସବୁ ଛଡ଼େଇ ଏବେ ରେଡ଼ି କରି ନେଇଛି। ତାପରେ ତାକୁ ଗୋଟେ ଗ୍ରେଟର ସାହାଯ୍ୟରେ ଗ୍ରେଟ୍ କରି ନେଇଛି। ଆପଣମାନେ ଟିକେ ଗ୍ରେଟ୍ କରିନେବେ, ଗ୍ରେଟ୍ କରିନେଲେ ସେ ବେଟର ସହିତ ଭଲ ଭାବେ ମିଶି ପାରିବ। ତେଣୁ ଆପଣମାନେ ଚାହିଁଲେ ମଧ୍ୟ ତାକୁ ଛୋଟ ଛୋଟ କରି କାଟିକି ମଧ୍ୟ ପକାଇ ପାରିବେ। ଏବେ ଆମର ସବୁ ରେଡ଼ି ହୋଇଯାଇଛି। ଏବେ ଚାଲନ୍ତୁ ରେସିପିଟିକୁ ଷ୍ଟାର୍ଟ କରିବା। ଆପଣମାନେ ଚାହିଁଲେ ଏହି ରେସିପିଟିକୁ ପିଲାମାନଙ୍କୁ ଟିଫିନ୍ ବକ୍ସରେ ଦେଇପାରିବେ ବା ତା ସାଙ୍ଗରେ ଘରେ ମଧ୍ୟ ବନେଇକି ଖାଇପାରିବେ। ବହୁତ ଟେଷ୍ଟି ଆଉ ହେଲ୍ଦି ହୋଇଥାଏ। ଥରେ ମାତ୍ର ଟ୍ରାଏ କରି ଆପଣମାନେ ବନେଇ ଖାଆନ୍ତୁ ଆଉ ନିଜର ମତାମତ ଜଣାନ୍ତୁ। ଏବେ ଚାଲନ୍ତୁ ରେସିପିଟିକୁ ବନେଇବା। ମୋର ସବୁ ପରିବାପତ୍ର କାଟି ରେଡ଼ି କରି ନେଇଛି। ଦେଖନ୍ତୁ ମୁଁ ଯେମିତି ସବୁ କାଟିକି ରେଡ଼ି କରିଛି ସେମିତି ଆପଣମାନେ କରିନେବେ। ତାପରେ ଏବେ ମୁଁ ଯେଉଁ ରେଷ୍ଟରେ ଦେଇଥିଲି 10 ମିନିଟ୍ ରଖିଥିଲି, ଦେଖନ୍ତୁ ଫୁଲିକି ଆମର ସୁଜି ପୁରା ଏମିତି ରେଡ଼ି ହୋଇଯାଇଛି। ତାପରେ ସେଥିରେ 1 ପିଞ୍ଚ୍ ଖାଇବା ସୋଡ଼ା ପକାଇଛି, ସ୍ୱାଦ ଅନୁସାରେ ଲୁଣ ଦେଇଛି। ତାପରେ ଅଳ୍ପ କିଛି ପାଣି ଦେଇ ସେ ଯେଉଁ ବେଟରଟି ରଖିଥିଲି ସେ ସବୁ ପୁରା ବହଳିଆ ହୋଇଯାଇଥିଲା, ତ ସେଥିରେ ଅଳ୍ପ କିଛି ପାଣି ଦେଇ ତାକୁ ଟିକେ ପତଳା ବେଟର କରିନେବା। ତାକୁ ଭଲ ଭାବେ ଏମିତି ଫେଣ୍ଟି ନେବା। ଦେଖନ୍ତୁ ବେଟରଟି ଆମର ଏମିତି ରହିବ, ନା ବେଶୀ ପତଳା ହେବ ନା ବେଶୀ ବହଳିଆ ହେବ, ତାହେଲେ ଆମର ପିଠାଟି ଭଲ ଭାବେ ରେଡ଼ି ହୋଇପାରିବ। ଏବେ ସେଥିରେ କାଟି ରଖିଥିବା ଗାଜର ଆଳୁ ତା ସହିତ ପିଆଜ ଧନିଆ ପତ୍ରକୁ ସବୁ ପକାଇଦେବା। ପକାଇ ଦେଇ ଆମେ ତାକୁ ଭଲ ଭାବେ ଗୋଳେଇ ଦେବା। ଦେଖିବା ଆମର ବେଟରଟି ଠିକ୍ସେ ରେଡ଼ି ହୋଇଛି କି ନାହିଁ। ଯଦି ଆବଶ୍ୟକ ପଡ଼େ ଆପଣମାନେ ସେଥିରେ ଅଳ୍ପ କିଛି ପାଣି ମଧ୍ୟ ଦେଇପାରିବେ। ଏବେ ଗ୍ୟାସରେ ଗୋଟେ ତାୱା ବସାଇ ନେବା। ସେଥିରେ ଅଳ୍ପ କିଛି ତେଲକୁ ଲଗାଇ ଦେଇ ବେଟର ଗୁଡ଼ିକ ଛୋଟ ପିଠା ଆକାରରେ ଗଢ଼ି ନେବା। ଛୋଟ ଛୋଟ କରି ଏମିତି ପିଠା ଆକାରରେ ଆପଣମାନେ ଦେଇଦେବେ। ଦେଇଦେଲା ପରେ ଆମେ ତାକୁ ଢାଙ୍କିକି 1 ରୁ 2 ମିନିଟ୍ ପର୍ଯ୍ୟନ୍ତ ସିଝିବାକୁ ଦେବା। ଉପର ପଟ ଯେତେବେଳେ ଆମେ ଦେଖିବା ଶୁଖିଯାଇଛି, ତାପରେ ଯାଇ ଆମେ ତାକୁ ଓଲଟେଇବା। ଦେଖନ୍ତୁ ଏମିତି ଓଲଟ ପାଲଟ କରି ଆମେ ପିଠା ଗୁଡ଼ିକ ସବୁ ରେଡ଼ି କରିନେବା। ପିଠା ଆମର ସମ୍ପୂର୍ଣ୍ଣ ରୂପେ ରେଡ଼ି ହୋଇଯାଇଛି। ଆପଣମାନେ ପିଲାମାନଙ୍କୁ ଟିଫିନ୍ ବକ୍ସରେ ଦିଅନ୍ତୁ, ପିଲାମାନେ ବହୁତ ଖୁସି ହେବେ। ଯେହେତୁ ଏଥିରେ ଆଳୁ ପଡ଼ିଛି, ପିଠାଟି ବହୁତ ଟେଷ୍ଟି ଲାଗିବ ଆଉ ହେଲ୍ଦି ମଧ୍ୟ ରହିବ। ଆପଣମାନେ ଏମିତି ବନାନ୍ତୁ ଏବଂ ନିଜେ ବନେଇ ଖାଆନ୍ତୁ ଏବଂ ନିଜର ମତାମତ ନିଶ୍ଚୟ ଜଣାନ୍ତୁ। ଦେଖନ୍ତୁ ମୁଁ ଏବେ ଟିଫିନ୍ ବକ୍ସ ରେଡ଼ି କରିନେଉଛି। ତା ସହିତ ଆପଣମାନେ କିଛି ସସ୍ ଦେଇପାରିବେ ବା ଆଉ କିଛି ଚଟଣି ମଧ୍ୟ ଦେଇପାରିବେ। ଏବେ ଦେଖନ୍ତୁ ପିଠାଟି ଆମର କେତେ ସୁନ୍ଦର ଭିତରୁ ସିଝିଛି, ଜମା ବି କଞ୍ଚା ନାହିଁ। ଆପଣମାନେ ଏମିତି ବନେଇ ଖାଆନ୍ତୁ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ଲାଇକ୍ କମେଣ୍ଟ ସେୟାର ସବସ୍କ୍ରାଇବ୍ କରିବାକୁ ଜମା ଭୁଲିବେନି। ପୁଣି ଦେଖା ହେବ ଆଉ ଗୋଟେ ନୂଆ ରେସିପି ଭିଡ଼ିଓରେ। ଜୟ ଜଗନ୍ନାଥ।